ମୁଁ ସେଇ 90 ଦଶକର ଓଡ଼ିଆ ଛୁଆ ଯିଏ ପ୍ରେମ ବିବାହ, ବ୍ୟବସ୍ଥାପକ ବିବାହ, ମନ୍ଦିର ବିବାହ, କୋର୍ଟ ମ୍ୟାରେଜ, ପଳାୟନ ବିବାହ ଠାରୁ ଆରମ୍ଭ କରି ଲିଭ୍ ଇନ୍ ରିଲେସନସିପ୍ ଯାଏଁ ସବୁ ଏ ଆଖିରେ ଦେଖିଛି। ହେଲେ କୌଣସି ଜିନିଷକୁ ପ୍ରତିବାଦ କରିନାହିଁ ନା, ମୁଁ ଗଳ୍ପ କହିବାକୁ ଆସିନି, ମୋର ଅନୁଭୂତି କହିବାକୁ ଆସିଛି। ମୁଁ ସେଇ 90 ଦଶକର ଓଡ଼ିଆ ଛୁଆ ଯିଏ ଓଡ଼ିଶାର ଜନତା ଦଳ, କଂଗ୍ରେସ ଦଳ, ବିଜେଡ଼ି, ବିଜେପି ସମସ୍ତଙ୍କର ସରକାର ଦେଖିଛି। କେବେ ତୁଳନା କରିବାକୁ ଇଚ୍ଛା ନାହିଁ। ମୁଁ ସେଇ 90 ଦଶକର ଓଡ଼ିଆ ଛୁଆ ଯିଏ ଚାଟଶାଳୀ, ଭାଗବତ ଟୁଙ୍ଗି, ଗୁରୁକୁଳ ଠାରୁ ଆରମ୍ଭ କରି ଆଜିକା ଡେଟ୍ର ସୋଆ, ସୋମ୍, କିଟ୍, ଆଇଆଇଟି, ଏନ୍ଆଇଟି, ଗୋଲଗାଟିଆ, ଆମିଟି ୟୁନିଭର୍ସିଟି ସବୁ ଦେଖିଛି। ହେଲେ ଶିକ୍ଷା ଉପରେ ରାୟ ଦେବାକୁ ବିଶେଷ କିଛି ଇଚ୍ଛା ନାହିଁ। ମୁଁ ସେଇ 90 ଦଶକର ଓଡ଼ିଆ ଛୁଆ ଯିଏ ନାନା ବାୟା ଗୀତ, ଚକୁଡ଼ିଆ ପଣ୍ଡା, ଲକ୍ଷ୍ମୀ ପୁରାଣ, ଅକ୍ଷୟ ମହାନ୍ତିଙ୍କ ଅମର ଗୀତ ଠାରୁ ଆରମ୍ଭ କରି ହନି ସିଂ, ବାଦଶାହ, ଜଷ୍ଟିନ୍ ବିବର, ନେହା କକ୍କଡ଼ ସବୁ ଦେଖିଛି, କିନ୍ତୁ କିଛି ବିବାଦ କରିନି। ଇଚ୍ଛା ନାହିଁ ନୁହେଁ, କେବେ ଆବଶ୍ୟକତା ଭାବିନି। ମୁଁ ସେଇ 90 ଦଶକର ଓଡ଼ିଆ ଛୁଆ ଯିଏ ଓଡ଼ିଶାରେ ମହାବାତ୍ୟା, ବନ୍ୟା, ମରୁଡ଼ି ଆଉ କରୋନା ମହାମାରୀ ସବୁକିଛି ନିଜେ ଆଖିରେ ଦେଖିଛି, ଅଙ୍ଗେ ନିଭିଛି, କିନ୍ତୁ କେବେ ହାରି ନାହିଁ, ଭାଙ୍ଗି ନାହିଁ, ତିଷ୍ଠି ରହିଛି। ହେଲେ ଏସବୁ ଭିତରେ ମୁଁ ଭୁଲି ଯାଇନାହିଁ ମୋର ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି, ଓଡ଼ିଶାର ଅବଦାନ ଓ ଓଡ଼ିଆର ବଳିଦାନ। ଆଉ ଏଇ ସମାନ ଜିନିଷ ତମେ ବି ପାଳନ କରିବ ବୋଲି ମୁଁ ଓଡ଼ିଶାର ଜେନ୍ ଜି ଓ ଜେନ୍ ଆଲଫା ପିଢ଼ିକୁ କହି ରଖୁଛି। ବାବୁରେ, ମୁଁ 90 ଦଶକର ଓଡ଼ିଆ ଛୁଆ, ମୁଁ ସବୁ ଦେଖିଛି ବୋଲି କହୁଛି। ଏଥିସହିତ ବଦଳିବ ଯୁବପିଢ଼ି, ବଦଳିବ ଓଡ଼ିଶା। ଧନ୍ୟବାଦ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।